नमस्कार दर्शक बंधु शुभ सकाळ। आज हूँ 4 तारिख डिसेम्बर मास बुधवार। चलतु जाना देश विदेशर किसी बचा बचा गुरुत्वपूर्ण खबर। जदि आपण मैंने पर्यंत वीडियो को लाइक करना वीडियो को लाइक करी चैनल को सब्सक्राइब करी कमेंट माध्यम जनातु आपण मैंने आम वीडियो ठीक क्यों जिलू देखुं। सिलाई मेसीन पर महिला को 15,000 टंका देउछंती सरकार। प्रधानमंत्री सिलाई मेसीन स्कीम अधीन महिला माने सिलाई मेसीन किनिबा पाई 15,000 टंका पाउछंती। मागणा तालीम प्रमाणपत्र मध्य दिया जाउछि एवं तालिका समय दिन को 500 टंका मध्य सरकार प्रदान करुछंती। एही योजना अधीन महिला मानकु मध्य आत्मनियुक्ति पाई उत्साहित करा जाउछि। ଏବେ ପାଣିପାଗରୁ ଯାହା ସୂଚନା ମିଳୁଛି ପୁଣି ଭିଜିବ ଓଡ଼ିଶା। ରାଜ୍ୟରେ ଏହି ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଅଛି। ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭୂତ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତିର ତାପମାତ୍ରା ବିଶେଷ ଖସିବ ନାହିଁ। ଭାରତୀୟ ପାଣିପାଗ ବିଭାଗ ଏହିଭଳି ପୂର୍ବାନୁମାନ କରିଛି। ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ଦର। ସପ୍ତାହ ଆରମ୍ଭରେ ବଦଳିଲା ତେଲ ଦର। ଚେକ୍ କରନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନୂଆ ଆଜି ଡିସେମ୍ବର 4 ତାରିଖ 2024 ବୁଧବାର ପାଇଁ ପ୍ରକାଶ ପାଇଛି। ଭାରତର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ସକାଳ 6ଟାରେ ପେଟ୍ରୋଲ ଏବଂ ଡିଜେଲର ହାର ଅପଡେଟ୍ କରିଛନ୍ତି। ଗୋଲ୍ଡ ଲୋନ୍ ନେବା ମାଗଣା ବୃଦ୍ଧି ଘଟିଲା 25%। ଜାଣନ୍ତୁ ଡିଟେଲ୍ସ। ବ୍ୟାଙ୍କରେ ସୁନା ଗହଣା ରଖି ଗୋଲ୍ଡ ଲୋନ୍ ଆଣିବା ମାମଲା ବୃଦ୍ଧି ଦେଖିବାକୁ ମିଳୁଛି। ଆର୍ଥିକ ବର୍ଷ 2024-25 ଅକ୍ଟୋବର 24 ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୋଲ୍ଡ ଲୋନ୍ ନେବା ମାମଲାରେ 25% ଅଧିକ ବୃଦ୍ଧି ପାଇଛି। ଆକାଶଛୁଆଁ ମହଙ୍ଗା ଦର, କମଜୋର ଡିମାଣ୍ଡ ଏବଂ ବ୍ୟାଙ୍କର ଅଣଶକ୍ତି ଲିଡିଂ ଆର୍ବିଆଇର ଡିମାଣ୍ଡ ଏବଂ କଠୋରତା ଯୋଗୁଁ ଗୋଲ୍ଡ ଲୋନ୍ ମୂଲ୍ୟରେ ପର୍ସନାଲ ଲୋନ୍ ନେବା ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ। ଜାଣନ୍ତୁ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ମୁର୍ମୁଙ୍କ ଆଜିଠୁ 7 ଡିସେମ୍ବର 2024 ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱର ଆଦମୀ ୱାୟାର ଜାହାର ପରିଦର୍ଶନ କରିବେ। ଡିସେମ୍ବର 4 ତାରିଖରେ ରାଷ୍ଟ୍ରପତି ପୁଣି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଖୁବ୍ ଶୀଘ୍ର ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ୍। ପିଏମ୍ ମୋଦି କହିଥିଲେ ନିମନ୍ତ୍ରଣ ସ୍ପଷ୍ଟ କଲା କ୍ରେମଲିନ୍। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ। ପୁଟିନ୍ଙ୍କର ଆଗାମ ଯାତ୍ରା ସ୍ପଷ୍ଟ କରି କ୍ରେମଲିନ୍ ସୋମବାର କହିଛନ୍ତି। ରାଷ୍ଟ୍ରପତି ପୁଟିନ୍ଙ୍କ ଭାରତ ଯାତ୍ରାର ତାରିଖ ଘୋଷଣା ଖୁବ୍ ଶୀଘ୍ର କରାଯିବ। ଏହା ନେଇ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି।